ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍ ଆକ୍ଟ 2012 ସୂଚନା ଅଧିକାର ଆଇନ ବଳରେ କେଉଁ କେଉଁ ସେବା କେତେ ଦିନରେ ମିଳିବ, ତହସିଲରେ କେଉଁ ସେବା କେତେ ଦିନରେ ମିଳିବ, ଯଦି ସେତିକି ଦିନ ମଧ୍ୟରେ ନ ମିଳିଲା ତେବେ କ'ଣ କରାଯିବ, ତାହା ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଯଦି ଆପଣ ମାଗିଥିବା ତଥ୍ୟ ଠିକ୍ ସମୟରେ ନ ମିଳିଲା, ସେବା ପ୍ରଦାନରେ ବିଳମ୍ବ କରିଥିବା ଅଫିସର ଦୈନିକ ଜୋରିମାନା ହିସାବରେ ଆବେଦନକାରୀଙ୍କୁ ଦେବେ, ତାହା ମଧ୍ୟ ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ପ୍ରମାଣପତ୍ର ବା ସାର୍ଟିଫିକେଟ୍ ଆଜିକାଲି ସ୍କୁଲରେ ପିଲା ପାଠ ପଢ଼ିବା ଠାରୁ ଆରମ୍ଭ କରି ଚାକିରି କରିବା ପର୍ଯ୍ୟନ୍ତ ଏବଂ ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ଦରକାର ପଡ଼ୁଛି। ସେହି ସାର୍ଟିଫିକେଟ୍ ଗୁଡ଼ିକ ପ୍ରଦାନ କରିବା ପାଇଁ ଡେଜିନେଟେଡ୍ ଅଫିସର ହେଲେ ତହସିଲଦାର। ଜାତି ପ୍ରମାଣପତ୍ର ବା କାଷ୍ଟ ସାର୍ଟିଫିକେଟ୍ 30ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଆୟ ପ୍ରମାଣପତ୍ର ବା ଇନକମ୍ ସାର୍ଟିଫିକେଟ୍ 15ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ବା ରେସିଡେନ୍ସିଆଲ ସାର୍ଟିଫିକେଟ୍ 15ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଓବିସି ପ୍ରମାଣପତ୍ର ବା ଓବିସି ସାର୍ଟିଫିକେଟ୍ 30ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଯେତେ ବିଳମ୍ବ ହେଉଥିବ ସେତେ ଦିନ ପାଇଁ 250 ଟଙ୍କା ହିସାବରେ ଅଧିକାରୀ ପ୍ରଦାନ କରିବେ ଆବେଦନକାରୀଙ୍କୁ। ସଲଭେନ୍ସି ପ୍ରମାଣପତ୍ର ବା ସଲଭେନ୍ସି ସାର୍ଟିଫିକେଟ୍ 30ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯାଉଥିବ। ଜମି ଜମା ସମ୍ବନ୍ଧୀୟ ସେବା ବା ଲ୍ୟାଣ୍ଡ ରିଲେଟେଡ୍ ସର୍ଭିସ୍ ତହସିଲଦାର ଏହି ସର୍ଭିସ ଗୁଡ଼ିକ ଦେବା ପାଇଁ ମନୋନୀତ ଅଧିକାରୀ ବା ଡେଜିନେଟେଡ୍ ଅଫିସର। ଅନବିବାଦିତ ମ୍ୟୁଟେସନ ବା ଅନଡିସ୍ପ୍ୟୁଟେଡ୍ ମ୍ୟୁଟେସନ ଆବେଦନ କରିବାର 45ରୁ 90ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। କିନ୍ତୁ ଏହି ମ୍ୟୁଟେସନ ଗୁଡ଼ିକ କୌଣସି ଡିସ୍ପ୍ୟୁଟ୍ ଥିଲେ ତାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ। ଜମି ପଟ୍ଟାର ନକଲ ବା ସାର୍ଟିଫାଇଡ୍ କପି ଅଫ୍ ଆର୍ଓଆର୍ ବା ରେକର୍ଡସ୍ ଅଫ୍ ରାଇଟ୍ସ 5ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଜମି ମାପ ବା ଲ୍ୟାଣ୍ଡ ଡିମାର୍କେସନ 30ରୁ 60ଟି କାର୍ଯ୍ୟ ଦିବସରେ ପାଇବାର ବ୍ୟବସ୍ଥା ଅଛି। ସେମାନେ ଆସି ନିଶ୍ଚିତ ଏହି 30ରୁ 60 ଦିନ ମଧ୍ୟରେ ଆବେଦନକାରୀଙ୍କୁ ଇନଫର୍ମ କରି ଜମି ମପାମପି କରିବେ। ଯଦି ସେଥିରୁ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ପାଇଁ 250 ଟଙ୍କା ଜୋରିମାନା ହିସାବରେ ଅଧିକାରୀଙ୍କ ଦରମାରୁ କଟାଯାଇ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଯେତେ ଲେଟ୍ ହେବ ସେତେ 250 ଟଙ୍କା ହିସାବରେ ଆବେଦନକାରୀ ସମ୍ପୃକ୍ତ ଅଫିସରଙ୍କ ଠାରୁ ପାଇବେ। ଯଦି ତହସିଲ ଅଫିସ ବା ସମ୍ପୃକ୍ତ ତହସିଲଦାର ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ପ୍ରଦାନ ନ କଲେ ତେବେ ସେହି ଜିଲ୍ଲାର ଉପଜିଲ୍ଲାପାଳ ବା ସବ୍ କଲେକ୍ଟର ନିକଟରେ ଅଭିଯୋଗ କରିବା ପାଇଁ ସୁବିଧା ରହିଛି। ଯଦି ସବ୍ କଲେକ୍ଟରଙ୍କ ନିଷ୍ପତ୍ତିରେ ଆବେଦନକାରୀ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ କିମ୍ବା ଜିଲ୍ଲାପାଳ ବା କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିପାରିବେ। ରାଇଟ୍ ଟୁ ଇନଫର୍ମେସନ୍ ବା RTI ମାଧ୍ୟମରେ ଆପଣ ଇନଫର୍ମେସନ୍ ପାଇବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଅଫଲାଇନ୍ ମଧ୍ୟ ଆପ୍ଲାଏ କରିପାରିବେ। ଇଂଲିଶ, ହିନ୍ଦୀ ବା ଲୋକାଲ ଲାଙ୍ଗୁଏଜକୁ ୟୁଜ୍ କରିପାରିବେ। ୟୁଜ୍ କରି ପବ୍ଲିକ୍ ଇନଫର୍ମେସନ୍ ଅଫିସର ଯିଏ ଥିବେ ଯେଉଁ ଡିପାର୍ଟମେଣ୍ଟର ତାହାଙ୍କୁ ରିକ୍ୱେଷ୍ଟ କରିପାରିବେ। ସେଥିପାଇଁ 10 ଟଙ୍କାର IPO ବା DD ବା କ୍ୟାସ୍ ଆଟାଚ୍ କରିବାକୁ ପଡ଼ିବ। ଆପ୍ଲାଏ କରିବା ପାଇଁ ସ୍ୱତନ୍ତ୍ର ପ୍ରକାର ଫର୍ମ ଅଛି। ଚାହିଁଲେ ମଧ୍ୟ ଆପଣ ପ୍ଲେନ୍ ପେପରରେ ନିଜର ଇନଫର୍ମେସନ୍ ମାଗିପାରିବେ। ଯେଉଁ ପ୍ଲେନ୍ ପେପରରେ ଫିଲ୍ଅପ୍ କରିକି ଦେବେ ସେଥିରେ ନିଜର ନାଁ ବା ନିଜର ସମସ୍ତ ଆଡ୍ରେସ୍ କ୍ୟାପିଟାଲ ଲେଟରରେ ଲେଖିଲେ ସବୁଠାରୁ ଭଲ ଏବଂ କ୍ଲିଅର ହେଉଥିବା ଦରକାର। ଯେଉଁ ଡିପାର୍ଟମେଣ୍ଟରୁ ଇନଫର୍ମେସନ୍ ଆପଣ ଚାହୁଁଛନ୍ତି ସେହି ଡିପାର୍ଟମେଣ୍ଟର ପବ୍ଲିକ୍ ଇନଫର୍ମେସନ୍ ଅଫିସର ଏବଂ ଡିପାର୍ଟମେଣ୍ଟ ନାଁ କ୍ଲିଅରଲି ମେନସନ୍ କରିବେ। ନିଜର ଫୁଲ୍ ନାଁ ଏବଂ କଣ୍ଟାକ୍ଟର ଡିଟେଲ୍ସ ଯାହା ମାଧ୍ୟମରେ ଆପଣ ପାଇପାରିବେ ଏହି ଇନଫର୍ମେସନ୍ ଗୁଡ଼ିକ ତାହା ସ୍ପଷ୍ଟ ଭାବେ ଲେଖା ହୋଇଥିବା ଦରକାର। ସେଥିପାଇଁ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। 10 ଟଙ୍କାର ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡ଼ର ବା IPO କିମ୍ବା ଡିମାଣ୍ଡ ଡ୍ରାଫ୍ଟ କିମ୍ବା କୋର୍ଟ ଫି ଷ୍ଟାମ୍ପ କ୍ୟାସ୍ ମଧ୍ୟ ଦେଇ ଆପଣ ଇନଫର୍ମେସନ୍ ପାଇଁ ଆପ୍ଲାଏ କରିପାରିବେ। ନିଜର ଆପ୍ଲିକେସନଟିକୁ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟରେ ପଠାଇବାକୁ ପଡ଼ିବ ଏବଂ ଆକ୍ନୋଲେଜମେଣ୍ଟ ରିସିପ୍ଟଟା ମଧ୍ୟ ନିଜେ ରିସିଭ୍ କରିକି ରଖିବେ।
ସେଥିପାଇଁ ଏକ ଷ୍ଟିପୁଲେଟେଡ୍ ଟାଇମ୍ ଅଛି। ଏହା 30 ଦିନ। 30 ଦିନ ପର୍ଯ୍ୟନ୍ତ ଆପଣ ଇନଫର୍ମେସନ୍ ପାଇବା ପାଇଁ ଅପେକ୍ଷା କରିବାକୁ ହିଁ ପଡ଼ିବ। ଯଦି 30 ଦିନ ମଧ୍ୟରେ କୌଣସି ଉତ୍ତର ଆସିଲା ନାହିଁ କିମ୍ବା ଯେଉଁ ଉତ୍ତର ଆସିଲା ସେଥିରେ ଆପଣ ସନ୍ତୋଷଜନକ ନୁହେଁ, ତେବେ ଫାଷ୍ଟ ଅପିଲ୍ ଜାଗାରେ 30 ଦିନ ପରେ ଆପଣ ଆଉ ଥରେ ଅପିଲ୍ କରିପାରିବେ। ବର୍ତ୍ତମାନ କମ୍ପ୍ୟୁଟରର ଯୁଗ। ସମସ୍ତଙ୍କ ହାତରେ ମୋବାଇଲ ମାଧ୍ୟମରେ ମଧ୍ୟ ଏହାକୁ ଅନଲାଇନ୍ ଆପ୍ଲାଏ କରିପାରିବେ। କେବଳ ଯେ ଅଫଲାଇନ୍ରେ ଏହା ଆପ୍ଲାଏ ହେବ ତାହା ବି ନୁହେଁ। ସେଥିପାଇଁ ଅନଲାଇନ୍ ମଧ୍ୟ ଅଛି। ଯାହାର ୱେବସାଇଟ୍ rti-online.gov.in ମଧ୍ୟ ଆପ୍ଲାଏ କରିପାରିବେ। ସେଥିପାଇଁ ଆପ୍ଲାଏ କଲାବେଳେ ଯାହା ଆପଣଙ୍କର ପାଇବାର ଅଛି ଇନଫର୍ମେସନ୍, ତାହା ଲେଖିଲା ବେଳେ 3000 ଅକ୍ଷର ଭିତରେ ହୋଇଥିବା ଦରକାର। ସେ ଆପ୍ଲାଏ କରିବା ପାଇଁ ମଧ୍ୟ ଗୋଟେ ଛୋଟିଆ ନୋମିନାଲ୍ ଆମାଉଣ୍ଟ ଦେବାକୁ ପଡ଼ିବ, ଯାହାକି 10 ଟଙ୍କାର। କିନ୍ତୁ ଯଦି ଆପଣଙ୍କର BPL କାର୍ଡ଼ ଥାଏ ବା BPL ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥାନ୍ତି, ଆପଣଙ୍କୁ କୌଣସି ପେମେଣ୍ଟ ଦେବାକୁ ପାଇଁ ପଡ଼ିବ ନାହିଁ। କିନ୍ତୁ BPLର ନମ୍ବର, BPL କାର୍ଡ଼ର ସ୍କାନ୍ କରି ଅପଲୋଡ଼ କରିବାକୁ ପଡ଼ିବ। ସମସ୍ତ କାର୍ଯ୍ୟ କରିସାରିଲା ପରେ କେୟାରଫୁଲି ଚେକ୍ କରି ତାକୁ ସବମିଟ୍ କରିବାକୁ ପଡ଼ିବ। ଏହିପରି ଭାବରେ ସୂଚନା ଅଧିକାର ଆଇନ ବା ରାଇଟ୍ ଟୁ ଇନଫର୍ମେସନ୍ ମାଧ୍ୟମରେ ଆପଣ ଯେଉଁ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି, ସରକାରୀ ତରଫରୁ ସେ ତଥ୍ୟ ଆପଣଙ୍କୁ ଯୋଗାଇ ଦିଆଯିବ।